ଝିଅ ଅଛନ୍ତି ଝିଅ ଆସିଲେ ଜଣେ ଆସି ବହୁତ ମନ ଦୁଃଖ ହବ ଝିଅର ମନ ଦୁଃଖ ଧନ ଏଣେ ଘରର ମନ ଗୋଟେ ଏତେ ବଡ ସବୁ ଦେବାଦେବୀ ଆସିଛନ୍ତି ରେ ଧନ ସମସ୍ତ ଦେବାଦେବୀ ବସିଛନ୍ତି କିନ୍ତୁ କଳହ ପ୍ରିୟ ତିନି ଜଣ ସେତେବେଳେ ପୁଣ୍ୟ ବଳରେ ଆକାଶରେ ଉଡୁଥିଲେ ଜଣେ ତପି ଜଣେ ପକ୍ଷୀ ଜଣେ ପପୀ ତପି ହେଲେ ଦେବର୍ଷି ନାରଦ ସେ ପୁଣ୍ୟ ବଳରେ ଆକାଶରେ ଉଡୁଥିଲେ ମନ ଜାନରେ ତପି ଜଣେ ପକ୍ଷୀ ପକ୍ଷୀ ହେଲେ ଗରୁଡ଼ ଗରୁଡ଼ ପୁଣ୍ୟ ବଳରେ ଉଡୁଥିଲେ ଆଉ ଜଣେ କପି କପି ସେ ହେଲେ ଅଞ୍ଜନା ସୁତ ଜୟ ବଜରଙ୍ଗବାଲି କି এই কলহ প্রিয় হেলে দেবশ্রী নারদ সে বর্তমানর খড়ুয়া লোক নুহতি উচিত স্থাନରେ উচিত কথা কহନ୍ତି বলে তাকে কহନ୍ତି সে খড়ুয়া যে ভাল কথাটা কহিব সে কথাটাকে আজকালি গ্রহণ করিবে অপ্রিয় সত্য যে কইয়া সে পরা গন্ডগোল নগা পাই কହୁଛି কিন্তু তো ডাকি নেই যাও চা বা মান পিটা পিটি করিবা কইয়া সে ভাল কହୁଛି রে কলে কলহ প্রিয়ଙ୍କୁ নিমন্ত্রণ হই নাহি না তত্ত্বদর্শী জ্ঞানী জ্ঞানী ମାନଙ୍କର ହୃଦୟଟା କେତେ ଉଦାର ଦିଟା ଫଳ ସହିତ ଦି ଜଣଙ୍କୁ ତୁଳନା କରାଯାଏ ଫଳ ଆପଣଙ୍କର ମନ କହୁଛନ୍ତି ଗୋଟେ ନଡ଼ିଆ ଆଉ ଗୋଟେ ବରକୋଳି ଏଇ ଦିଟାକୁ ଦି ଜଣଙ୍କ ପାଖରେ ଦିଅ ଜ୍ଞାନୀ ଲୋକମାନେ ନଡ଼ିଆ ସଦୃଶ ବଳ ତୁ ଭାବୁଛୁ କି ନଡ଼ିଆଟା ଗୁଲ ଜ୍ଞାନୀ ଲୋକମାନେ ଗୁଲ କହିଲେ ସେ ଜ୍ଞାନୀ ଲୋକମାନେ ନାରିକେଳ ସଦୃଶ ନା କେମିତି ନା ନାରିକେଳ ସମାକାର ଦୃଶ୍ୟନ୍ତେ ନଡ଼ିଆର ଉପର ଆବରଣଟା ଯେମିତି କଠିନ ଜ୍ଞାନୀ ଲୋକମାନଙ୍କର ମୁଖାବରଣ ଆଗକୁ ଦେଖାଯାଏ କହିଲେ ଇଏ କାଳେ କିଛି କହିବେ କିନ୍ତୁ ଜ୍ଞାନୀ ଲୋକମାନଙ୍କର ଅନ୍ତରଟା ଭାରି ଶୁଭ୍ର ବାବୁରେ ନଡ଼ିଆର ଅଭ୍ୟନ୍ତରଟା ଯେମିତି ଶୁଭ୍ର ଜ୍ଞାନୀ ଲୋକମାନଙ୍କର ଅନ୍ତରଟା ଶୁଭ୍ର ନାରିକେଳର ଜଳଟା ଯେମିତି ଅମୃତ ଆସ୍ୱାଦନ ଜ୍ଞାନୀ ଲୋକମାନଙ୍କର ମଧୁର ବଚନଟା ମଣିଷର ପ୍ରାଣକୁ ଆକୃଷ୍ଟ କରେ ଅନ୍ୟ ବଦରିକା କାଳା ମୂର୍ଖ ଲୋକମାନେ ବରକୋଳି ସଦୃଶ ଉପରଟା ଦେଖିବା ବେଳେ ଭାରି ଚକଚକ ଦେଖାଉଥିବ କିନ୍ତୁ ଭିତରଟା ମୁଞ୍ଜିଟା ଯେମିତି କଠିନ ତାଙ୍କ ଅନ୍ତରଟା ଭାରି କଠିନ ଜ୍ଞାନୀ ଲୋକ ଦେବର୍ଷି ନାରଦ ଚିନ୍ତା କଲେ ରେ ଧନ କହିଲେ ଆଚ୍ଛା ଠିକ ଅଛି ସିଏ ହେଲେ ହାତେ ପାଞ୍ଚପା ଲୋକ ଇନ୍ଦ୍ର ସ୍ୱର୍ଗ ମର୍ତ୍ତ୍ୟ ପାତାଳର ଅଧୀଶ୍ୱର ସିଏ ମଘବା ସେ ବିରୋଜା ସେ ପାକଶାସନ ସେ ସୁନାଶିର ସେ ପୁରନ୍ଦର ବହୁତ ନା ତାଙ୍କର ବହୁତ ତାଙ୍କୁ କିଛି କହିହବ ନା ଠିକ ଅଛି ମୁଁ ଦେଖିବି ଦେଖାଯାଉ କେତେ ବାଟ ପର୍ଯ୍ୟନ୍ତ କଥା ଯାଏ ଦେବରାଜ ଇନ୍ଦ୍ର ବସିଛନ୍ତି ସିଂହାସନ ସମସ୍ତ ଦେବାଦେବୀ ମାନେ ବସିଛନ୍ତି ନାରାୟଣ ବସିଛନ୍ତି ଲକ୍ଷ୍ମୀ ନାରାୟଣ ବ୍ରହ୍ମା ସାବିତ୍ରୀ ମହେଶ୍ୱର ବସିଛନ୍ତି ଦୁର୍ଗା ବସିଛନ୍ତି ଅନ୍ୟାନ୍ୟ ଦେବାଦେବୀ ଅଗ୍ନି ସ୍ୱାହା ଇତ୍ୟାଦି ଇତ୍ୟାଦି ଦେବରାଜ ଇନ୍ଦ୍ର କହିଲେ 8 ଜଣ ଅପ୍ସରୀ ଥାନ୍ତି ତାଙ୍କ ପାଖରେ ଉର୍ବଶୀ ମେନକା ରମା ଘୃତାଚୀ ତିଳୋତ୍ତମା ସୁକେଶୀ ମଞ୍ଜୁଷୀ ଚିତ୍ରରେଖା ମଧ୍ୟରୁ ଉର୍ବଶୀ ଶ୍ରେଷ୍ଠ ଡାକିଲେ ଉର୍ବଶୀ ଡାକିଲେ ଦେବରାଜ ଇନ୍ଦ୍ର ଛୋଟିଆ କପଡ଼ା ମୋର ଖସି ପଡୁଛି ତବେ ତବେ ସୁନ୍ଦରୀ ନୁହେଁ ସୁନ୍ଦରୀ ଅନିର୍ବାଚନୀୟ ସୁଷମା ରାଜା ମୁଁ ଆଜି ଗୋଟେ କଥା କହିବା ସମସ୍ତ ଦେବାଦେବୀ ବସିଛନ୍ତି ନା ନୃତ୍ୟ ମୁଁ ପରିବେଷଣ କରିପାରିବିନି ମୋ ସାନ ଭଉଣୀ ରମ୍ଭା ନୃତ୍ୟ କରିବ କିନ୍ତୁ ସଙ୍ଗୀତ ମୁଁ ପରିବେଷଣ କରିବି ସଙ୍ଗୀତ ମୁଁ ପରିବେଷଣ କରିବି ଆଚ୍ଛା ଠିକ ଅଛି ନୃତ୍ୟ କରିବେ ମୋର ସାନ ଭଉଣୀ ଯଥା ସମୟରେ ନୃତ୍ୟଟା ଆରମ୍ଭ ହେବା ପାଇଁ ଯାଉଛି ମନୋରମ
ଆରମ୍ଭ ହଉଛି ସମସ୍ତ ଦେବାଦେବୀ ଉପଭୋଗ କରୁଛନ୍ତି। ଆପଣ ମାନେ ମା ଦେଖନ୍ତୁ ଆଜି ଆରମ୍ଭ ହେଇଛି ନୃତ୍ୟ। ବସନ୍ତ ଆସିଛି ଗୋବିନ୍ଦ ବାଢୀଙ୍କର ଡାହାଣ ହାତ ପେଣ୍ଡାଲର ଠିଆ ହେଲା ମାତ୍ରେ କମ୍ପିଯାଏ ପେଣ୍ଡାଲଟା। ଆଜ୍ଞା ଆଜ୍ଞା হঠাৎ সেই সভাস্থলে খসি পড়িলা
ଯାଇନି হ্যাঁ না ମୁଁ ଯିବିନି ଶ୍ରେଷ୍ଠ না না ମୁଁ ଯିବିନି না କିନ୍ତୁ ମୁଁ ଏକ ଅଲୌକିକତ୍ଵ ସୃଷ୍ଟି କରିବି ହଠାତ୍ ଗୋଟେ ସ୍ୱର୍ଣ୍ଣ ପେଣ୍ଡୁକୁ ଫିଙ୍ଗିଦେବି ଯେମିତି ପେଣ୍ଡୁଟା ଫିଙ୍ଗି ଦେଇଛନ୍ତି ବାବୁରେ ଆଜ୍ଞା ସୁନାକୁ କାହା ପ୍ରତି ଲୋଭ ଥାଏ ମାଲ ଆଜି ସମାଜ ନଷ୍ଟ ହେଇଛି ତିନୋଟି କଣ ପାଇଁ কোন ପ୍ରଥମ କଣ ହେଲା କାଞ୍ଚନ কাঞ্চন ঠিক କାଞ୍ଚନ ହେଲା ସୁନା সোনা ସୁନା ଦେଇକି ଗଣ୍ଡଗୋଳ ସେ আচ্ছা ଦ୍ୱିତୀୟ କଣ ହେଲା କାମିନୀ কামিনী ନାରୀ নারী ନାରୀ ପାଇଁ ସମାଜ ଆଜି ଭ୍ରଷ୍ଟ ହେଇଛି হ্যাঁ କାଞ୍ଚନ କାମିନୀ কামিনী ତୃତୀୟ କଣ ହେଲା ମହାଶୟ କୀର୍ତ୍ତି হ্যাঁ କୀର୍ତ୍ତିର ଲାଳସା ମୁଁ ଏଟା କରିଛି ମୋର ଗୌରବ ବଢୁ ଇଏ କରୁ হুম ଜ୍ଞାନୀ ଲୋକମାନେ ଯଶ ପାଇବା ପାଇଁ ଚାହାନ୍ତି না 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 ତାଙ୍କ କାର୍ଯ୍ୟ ସେ କରନ୍ତି আজ্ঞা ঠিক ବାବୁରେ আজ্ঞା କିନ୍ତୁ କୀର୍ତ୍ତିର ଲାଳସା ଆଜି ମୁହ କରିଛି ସମସ୍ତେ হ্যাঁ ତମେ ତ ରାଜନୀତି ନେତା ତମେ ପଇସା ଦେଲ ଭଲ କଲ হ্যাঁ ନା ସେଠି ଗୋଟେ ଖମ୍ବ ପୋତି ଦିଅ ମୋ ନାଁଟା ନେକ ମୁଁ ଯିବି ଏବେ ଉଦ୍ଘାଟନ କରିବି হ্যাঁ ଏଟା ଗୋଟେ ଲାଳସା হ্যাঁ ঠিক ପାଞ୍ଚ ଲୋକ ଜାଣନ୍ତୁ ଜାଣନ୍ତୁ। ଆମେ ଯାଇକି ଠିଆ ହବା ହଁ, ହଁ। ଉଠିବ ଇତ୍ୟାଦି ଆମେ କାହାରି ନାଁ না କହିବା না ପପୁଲାରିଟି ହବା ପାଇଁ ଆଉ ପପୁଲାରିଟି ତେଣୁ ତିନୋଟି କଣ ଆଜି ବିନାଶ କରିଛି ଏଇ ସମାଜ ଆଜ୍ଞା ତେଣୁ ଏଠି ଫିଙ୍ଗି ଦେଲେ ନାରଦ ନାରଦ। କାଞ୍ଚନ ହଁ। ସୁନାର ପେଣ୍ଡୁଟାକୁ ପକେଇଦେଲେ বাবা ହାସ୍ୟବାସ୍ୟମୟୀ ଉର୍ବଶୀ ନୃତ୍ୟ ଉର୍ବଶୀ ଭାବିଲା ମତେ ବୋଧେ ଦେବରାଜ ଇନ୍ଦ୍ର ଏଠି ଗୋଟେ পুরস্কার দেই ମୁଁ ଯୋଉ ନୃତ୍ୟ ପରିବେଷଣ କଲି ମୋ ନୃତ୍ୟରେ ମୁଗ୍ଧ ହୋଇ ଦେବରାଜ ଇନ୍ଦ୍ର ମତେ ବକ୍ସିସ ଦେଲେ ତେଣୁ ଆଜ୍ଞା ଉର୍ବଶୀ ହାତ ବଢେଇଦେଲା ମାନବା ପାଇଁ ତୁମରୁ ଶୁଭିଲା ତମେ ଛୁଅ ନା ଉର୍ବଶୀ ଛୁଅନା ସେ ପେଣ୍ଡୁ ପାଇବାର ଯୋଗ୍ୟତା ତୁମ ପାଖରେ ନାହିଁ ବଞ୍ଚିଗଲା ଉର୍ବଶୀ କହିଲା କିଏ ସେ କହିଲା ଚାହିଁଦେଲା ସଙ୍ଗେ ସଙ୍ଗେ ଦେଖିଲା ଜଣେ ଦୀର୍ଘକାୟ ବ୍ୟକ୍ତି ଠିଆ ହେଇଛି ଜଟା ଶ୍ମଶ୍ରୁ ଜଟା ତା ଶରତ ଚନ୍ଦ୍ରଙ୍କର କିରଣକୁ ନିନ୍ଦା କରୁଛି ଆପଣଙ୍କର ଶିଶୁପାଳ ବକ୍ର କାବ୍ୟରେ ଆଜ୍ଞା ମାଘ କବି ଲେଖୁଛନ୍ତି ମାଘ କବି। ପ୍ରଧାନ ବମ୍ବୁ ଘୋଟେ ସରଜରେ ଜଟା ଶରତ ଚନ୍ଦ୍ର କରିଛି হরিনাম স্থলী ধরেন্দ্র প্রতি প্রতি ପ୍ରଧାନ ଧାରଣ କରିଥିଲେ ଅମ୍ବୁରୁହ କେଶର ଜ୍ୟୋତି ଶାଳ ଗଛ ସଦୃଶ ବର୍ଣ୍ଣ ଜ୍ୟୋତି ବାହାରୁଛି ଡେଙ୍ଗା ଆଧାରଲମ୍ବିତ ଭୁଜନ ଆଜ୍ଞା। ଜଟାଟା ଶରତକାଳୀନ ନୂତନ ଚନ୍ଦ୍ରଙ୍କର ବର୍ଣ୍ଣକୁ ନିନ୍ଦା କରୁଛି ଆଜ୍ଞା ଆଜ୍ଞା ଶୁଭ୍ର ଜଟା ଆଜ୍ଞା ତାପରେ ଆଜ୍ଞା ବୈଦିକ ବସ୍ତ୍ର ବସ୍ତ୍ର ଆପଣଙ୍କର ପ୍ରବନ୍ଧ ପୂର୍ଣ୍ଣ ଚନ୍ଦ୍ରରେ ଆଜ୍ଞା। ଘଣ୍ଟ କବି ଯଦୁମଣି ଲେଖେ ମହାପାତ୍ର ପୁଅ କଲେ ବହିଛନ୍ତି ମୁନି ମୁକୁଟ ଜଟା ଜଟା ଭସ୍ମ ଭୂଷିତା। ଜଟା ଜଟା ଭସ୍ମ ଭୂଷିତାରେ ଭରା। ଜଟା ଜଟା ଭସ୍ମ ଭୂଷିତା। ଅଙ୍ଗଇରେ କଶୃଙ୍ଗେ ଲଭନ କୌଶିକ। ଅଙ୍ଗଇରେ କଶୃଙ୍ଗେ ଲଭନ କୌଶିକ। ଘନ ହରିଧାରେ ଦେବତା ତମେ କବିରା। ଚରଣ ଜାତରେ ଦେଶ। পরিত করিছে পরিত সভাগ পরিত সমাজ দেশ। বলে বাবুই ଆଜ୍ଞା କେଡ଼େ ସୁନ୍ଦର ଜଟା ମୁକୁଟକୁ ଧାରଣ କରିଛ ଦେବର୍ଷି କହୁଛନ୍ତି ତମେ ଆଗ ଛୁଆ ନା ତମେ ନେଇପାରିବ ଉର୍ବଶୀ କହିଲା କାହିଁକି କାହିଁକି
ମୁଁ ପୁରା ନାଚୁଥିଲି ଆମ ନାଚରେ ମୁଗ୍ଧ ହେଇ ମା ସେ ଉର୍ବଶୀ କହୁଛନ୍ତି ମତେ ଦେଇଛନ୍ତି ଦେବରାଜ ଇନ୍ଦ୍ର ଆଜ୍ଞା ନା ଭୁଲ କଥା ହଉଥା ଭୁଲ କଥା ଆଉ କଣ ଭୁଲ ହେଲା ଏଇଠି ଦେଖୁନ କଣ ଲେଖା ହେଇଛି ଲେଖା ଅଛି ଯେ ହୁ ସୁଗୁଣବତୀ ମହାଶୟ ଯିଏ ସତୀ ସେ ନବ ଯିଏ ସରଳା ସେ ନବ ଯିଏ ସ୍ୱାମୀ ଭକ୍ତି ପରାୟଣା ନାରୀ ସେଇ କେବଳ ସେଟା ତ କଣ ଗୋଟେ ଲେଖା ହେଇଛି ବସି ତମେ ଆକୁ ନେଇପାରିବ ମୁଁ କଣ ସତୀ ନୁହଁ ନେଇଯିବ ତମେ ସତୀ ତମେ କଣ ସତୀ ବୋଲି ତମର ବତି ଯାଉଛି ତମେ ସତୀ ନା ନଲ ବାବା ସତେ ନୁହେଁ ତୁମେ ଉର୍ବଶୀ ସ୍ୱର୍ଗ ଉର୍ବଶୀ ତମେ ସତୀ ନୁହେଁ ତମେ ଜଣେ ବେଶ୍ୟା ତମେ ଜଣେ ବାରାଙ୍ଗନା ଆଚ୍ଛା ବାରଙ୍ଗନା ସବୁ ସତୀ ହେଲେଣି ନା ବେଶିଆ ସବୁ ସତୀ ହେଲେଣି ମୁଁ ଦେଖିବି ସତ୍ୟ ଅଛି ପେଣ୍ଡକୁ ନେଉଛି ଆଗ ସତୀ ମୁଁ ଦେଖିବୁ ଫଟୋ କିଣି ପେଣ୍ଡୁ ମୁଁ ନେଇଯିବି ସତୀ ମୁଁ ଏଇ କଥା କହୁ କହୁ ଲକ୍ଷ୍ମୀ ଉଠି ପଡିଲେ ଲକ୍ଷ୍ମୀ କହିଲେ ଏ ପେଣ୍ଡୁଟାକୁ ମୁହିଁ ନେବି ହେ ମା ତ ଆଉ କଣ ମା ଭଳିଆ ମୁଁ ତ ନିଜ ମା ଆଉ ଇଏ ପେଣ୍ଡୁଟାକୁ ମତେ ଦେଇଦେ କାରଣ ଯଦି ମତେ ପେଣ୍ଡୁଟା ନ ଦବୁ ଗୋଟେ ଲୋକ ହସା ହେଇଯିବୁ ବରଂ କିଛି ଡୋନେସନ ନବୁ ଏ ପେଣ୍ଡୁଟା ମତେ ଦେ ନା ଯୋଉଟା ସତ୍ୟ ମାସି ସେଟା ମିଥ୍ୟା ହେଇପାରିବନି ଏଥିରେ କଣ ଲେଖା ହେଇଛି ଦେଖ ହଁ ଲେଖା ହେଇଛି ତ ସତୀ ସୁଗୁଣବତୀ ପତିପରାୟଣ ଯିଏ ଗୁଣବତୀ ସେଇ କେବଳ ଆଚ୍ଛା ଇଏ କିନ୍ତୁ ତମେ ମା ଲକ୍ଷ୍ମୀ ତମେ ସତୀ ଆଚ୍ଛା ଇଏ ଚାରିଟା ଗୁଣ ଭିତରୁ ମୋର କୋଉଟା ଗୁଣ ଅଛି ମୁଁ କଣ ସୁନ୍ଦରୀ ନୁହେଁ କି ସୁନ୍ଦରୀ ମୁଁ କଣ ପତିପରାୟଣ ନୁହେଁ କି ନିଶ୍ଚିତ ତମେ ପତିପରାୟଣା ବିଷ୍ଣୁ ତୁମର ସ୍ୱାମୀ ତମେ ବିଷ୍ଣୁ ଘରଣୀ ମୁଁ କଣ ସୁଗୁଣବତୀ ନୁହେଁ କି ତମେ ସୁଗୁଣବତୀ ନୁହେଁ ତମେ ଥରେ ବିଚାର କରି ଦେଖବ ତମେ କେବେ ସୁଗୁଣବତୀ ନୁହେଁ ତମେ ପରା ଟେରି ତମକୁ ଟେରି ମା କହନ୍ତି ତୁମ ଗୁଣର ଏକ ଖୁଣ ଅଛି ତେଣୁ ତମେ ଆକୁ ନେଇପାରିବ ମୋ ମା ପେଟରେ ଥିଲାବେଳେ ମୋ ମା ଡାଳିମ୍ବ ଖାଇନି ବୋଲି ମୋ ଆଖିଟା ଟିକେ ଟେକି ମୋର ଦୋଷ କଣ କହିଲା ଡାଳିମ୍ବ ଖାଇନି ବୋଲି ତା ମା ସେ ଟେରି ହେଇଛି ସେଥିରେ ମୋ ମାର ଦୋଷ ମୋର କଣ ଦୋଷ ମୁଁ ଟିକେ ଟେରାଇ କେମିତି ଟେରାଇ ଓହୋ ହୋ ଇଏ ସମାଜକୁ ବାର୍ତ୍ତା ଦେଲେ ମା ମାନେ କହିଦବ ସବୁ ଯେ ଡାଳିମ୍ବ ଖାଇତେ ହବ ଗର୍ଭର ପିଲା ଡାଳିମ୍ବ ଖାଇଲେ ଆପଣଙ୍କର ଯୋଉ ପିଲା ଜନ୍ମ କରିବେ ତାକୁ ଗୁଡ଼ିକ ସବୁ ଭଲ ଭଲ ହବ ଭଲ ସୁନ୍ଦର ହବ ତେଣୁ ତମେ ସୁଗୁଣବତୀ ନୁହେଁ ତମେ ନେଇପାରିବ ନାହିଁ କଉଳିଲା ସତୀ ଲୋପନ ଶୁଣି ଜ୍ୟୋତି ଭାରତୀ କଉଳିଲା ସତୀ ଲୋପନ ଶୁଣି ଜ୍ୟୋତି ଭାରତୀ ଦେଖି ଉଠିଲେ ସାବିତ୍ରୀ ସତୀ ଏଇ କଥା କହୁ କହୁ ମା ସାବିତ୍ରୀ ଉଠି ପଡି ଇଏ ସମସ୍ତଙ୍କ ଠାରୁ ମୁଁ ହଉଛି ସତ୍ୟ ନା ଇରା 1962 ମସିହାର ମୁଁ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ପାଇଥିଲି ପ୍ରାଇଜ ଆଉ ଯୋଉ ଚାରଶଣ୍ଡୀ ପ୍ରତିଯୋଗିତା ହେଇଥିଲା ସେଥିରେ ତୁ ପ୍ରାଇଜ ପାଇଥିଲି ଇରା ମୋ ମଡେଲିଂ କଣ ମତେ ଯେତେବେଳେ କଥା ହେଲା ତୁ ମଡେଲିଂ ଜାଣିଛୁ ହଁ ତ ଚାଲିଲୁ ଯାଇଥିଲେ ମୁଁ ପ୍ରାଇଜ ପାଇଥିଲି ଘୋଡ଼ା ଭଳିଆ ଚାଲିକି ପ୍ରାଇଜ ପାଇଥିଲି ଆରେ ମା ତମେ ସ୍ୱର୍ଣ୍ଣ ପେଣ୍ଡୁକୁ ତୁମେ ନେଇପାରିବ ନା କାହିଁକି ମୁଁ ନେଇପାରିବିନି ତମେ ବେଦମତୀ
ତୁମେ ସାବିତ୍ରୀ ତମେ ବ୍ରହ୍ମାଙ୍କର ପତ୍ନୀ ଏବେ କଣ ହେଲା ଏ କଥା ସତ୍ୟ କିନ୍ତୁ ତୁମକୁ ତୁମ ଶରୀରରେ ଜଣେ ଅସୁରର ପରସ୍ପର୍ଶ ହେଇଥିଲା ସେ ହେଉଛି ଶଙ୍ଖାସୁରରେ ତମେ ବେଦମତୀ ନାୟିକା ତୁମକୁ ଶଙ୍ଖାସୁର ଚୋରି କରି ଦେଇଥିଲା ତେଣୁ ତୁମେ ହେଉଛ ଅସତୀ ତମେ ନେଇପାରିବ ମୁଁ ଜାଣିପାରିଲି ମତେ ରୋଷେଇ ଦେଇଥିଲା ତେଣୁ ତମେ ଏ ସ୍ୱର୍ଣ୍ଣ ପେଣ୍ଡକୁ ନେଇପାରିବ ନା ବର୍ଷେ କାନିରେ ପଡିଲା ଗଣ୍ଠି ଦେଖିବା କିଏ ଅଛନ୍ତି ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଭିତରେ ସତୀ ଆଉ ସୁଗୁଣବତୀ ଦେଖିବି ବସି ପଡିଲା ମା ସାବିତ୍ରୀ ତମେ ନେଇପାରିବ ବସିଥିଲେ ମହେଶ୍ୱରଙ୍କର ପତ୍ନୀ ପାର୍ବତୀ ପାର୍ବତୀ କହିଲେ ମୁଁ ଦେଖିବି ପାର୍ବତୀ ଉଠି ପଡିଲେ କହିଲେ ମୁଁ ହିମାଦ୍ରୀ ତନୟା ମୁଁ ଗିରିରାଜ ନନ୍ଦୀ ମୁଁ ମହେଶ୍ୱରଙ୍କର ଧରଣୀ